ବଂଶରେ ପୃଥିବୀ ମାତାଙ୍କ କଥା। ଶ୍ରୀମଦ୍ ଭାଗବତ ମହାପୁରାଣ କଥା। ଭକ୍ତ ପ୍ରବର। ଧ୍ରୁବଙ୍କ ବଂଶରେ ଜଣେ ରାଜା ଥିଲେ ବେଣ। ସେ ଅତ୍ୟନ୍ତ ଦୁରାଚାରୀ ଥିଲେ। ସେ ବେଦକୁ ମାନୁ ନଥିଲେ କିମ୍ବା କୌଣସି ଯାଗଯଜ୍ଞରେ ବିଶ୍ୱାସ କରୁନଥିଲେ। ଏଭଳି ଅଧାର୍ମିକ ରାଜନଙ୍କ ଶାସନରେ କ୍ରମେ ପୃଥିବୀ ଶସ୍ୟହୀନ ହେଲା ଓ ପ୍ରଜାମାନେ ଅତି କଷ୍ଟରେ କାଳାତିପାତ କଲେ। ପ୍ରଜା ମଙ୍ଗଳ ପାଇଁ ଋଷିମାନେ ବେଣଙ୍କ ହତ୍ୟା କରିଦେଲେ। ବେଣଙ୍କର କୌଣସି ସନ୍ତାନ ସନ୍ତତି ନଥିଲା। ଏଣୁ ଋଷିମାନଙ୍କର ଚିନ୍ତା ପଡ଼ିଲା ତାଙ୍କ ଉତ୍ତରାଧିକାରୀ କିଏ ହେବ। ଉପାୟ ଶୂନ୍ୟ ହୋଇ ଋଷିମାନେ ରାଜା ବେଣଙ୍କ ମୃତପିଣ୍ଡକୁ ମନ୍ଥନ କଲେ। ସେହି ମନ୍ଥନରୁ ବେଣଙ୍କ ଶରୀରରୁ ପ୍ରଥମେ ଏକ କିମ୍ଭୂତ କିମାକାର ପୁରୁଷ ଜନ୍ମ ହେଲା। ସେହି କଦାକାର ପୁରୁଷଟି ଥିଲା ବେଣଙ୍କ ସମସ୍ତ ଦୁର୍ଗୁଣର ସ୍ୱରୂପ। ଋଷିମାନେ ତାକୁ ପରିତ୍ୟାଗ କରିବାରୁ ସେ ଯାଇ ଗୋଟିଏ ବ୍ୟାଧ ରୂପେ ଅରଣ୍ୟ ବାସ କଲା। ସେହି ପୁରୁଷର ଜନ୍ମ ପରେ ବେଣଙ୍କ ମୃତ ଶରୀର ସମସ୍ତ ପାପ ମୁକ୍ତ ହୋଇଗଲା। ପୁଣି ଋଷିମାନେ ସେହି ଶରୀରକୁ ମନ୍ଥନ କଲେ। ଏଥର ବେଣଙ୍କ ଦକ୍ଷିଣ ବାହୁରୁ ଜନ୍ମ ନେଲେ ଏକ ସୁନ୍ଦର ପୁରୁଷ। ତାଙ୍କ ହସ୍ତ ଓ ପାଦରେ ପଦ୍ମଚିହ୍ନ ଥିଲା। ବିଷ୍ଣୁକଳାଧାରୀ ସେହି ପୁରୁଷ ସାକ୍ଷାତ୍ ଶ୍ରୀହରିଙ୍କ ଅବତାର ଥିଲେ। ଆଜୋନି ସମ୍ଭୂତ ଦୂଷଣ ମୁକ୍ତ ଶରୀରରୁ ସୃଷ୍ଟି ହୋଇଥିବାରୁ ସେ ମହାଧାର୍ମିକ ଓ ନୀତିନିଷ୍ଠ ରାଜା ପୃଥୁ ନାମରେ ପରିଚିତ ହେଲେ। ପୃଥିବୀର ସମସ୍ତ ବୀରମାନଙ୍କୁ ପରାସ୍ତ କରି ରାଜା ପୃଥୁ କ୍ରମେ ସାଗରା ପୃଥିବୀର ହେଲେ ଏକାଙ୍ଗ ଚକ୍ରବର୍ତ୍ତୀ ସମ୍ରାଟ। ତାଙ୍କ ଯଶଖ୍ୟାତି ଚତୁର୍ଦିଗରେ ବ୍ୟାପିଗଲା। ରାଜା ପୃଥୁ ହେଲେ ପୃଥିବୀରେ ସର୍ବପ୍ରଥମ ରାଜ ଚକ୍ରବର୍ତ୍ତୀ। ପୃଥୁ ରାଜ ସିଂହାସନରେ ଅଭିଷିକ୍ତ ହେଲା ପରେ ଦେଖିଲେ ପୃଥିବୀରେ ଚତୁର୍ଦିଗରେ ଛାଇଯାଇଛି ମରୁଡ଼ି ଓ ଦୁର୍ଭିକ୍ଷର କରାଳ ଛାୟା। ସେ କାରଣ ସ୍ୱରୂପେ ଜାଣିବାକୁ ପାଇଲେ ଯେ ପୃଥିବୀ ସମସ୍ତ ଖାଦ୍ୟଶସ୍ୟ ରସ ସଧି ଓ ସମସ୍ତ ସମ୍ପଦ ନିଜ ଗର୍ଭରେ ଲୁଚାଇ ରଖିଥିବା ହେତୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ହସ୍ତରେ ଧନୁର୍ବାଣ ଧାରଣ ପୂର୍ବକ ରାଜା ପୃଥୁ ଯାଇ ଧରଣୀକୁ ସମସ୍ତ ସମ୍ପଦ ଉଦରମୁକ୍ତ କରିବାକୁ କହିଲେ। ମାତ୍ର ରାଜାଙ୍କୁ ଅବଜ୍ଞା କରି ଧରିତ୍ରୀ ଗୋଟିଏ ଗାଭୀ ରୂପରେ ସେଠାରୁ ପଳାୟନ କଲା। ରାଜା ଧନୁ ଉତ୍ତୋଳନ କରି ଧରଣୀର ଅନୁଧାବନ କଲେ। ଯେତେବେଳେ ଧରଣୀ ଦେଖିଲା ମୋତେ ଆଉ ରକ୍ଷା କରିବା ପାଇଁ କେହି ନାହିଁ, ସେ ପୃଥୁଙ୍କ ଶରଣ ପଶିଲା। ବିନୟ ହୋଇ ଧରଣୀ କହିଲା, ହେ ରାଜା, ମୋତେ ମାରିଦେଲେ ଏ ସୃଷ୍ଟି ଧ୍ୱଂସ ହୋଇଯିବ। ତୁମେ ରହିବ ନା ଆଉ ତୁମର ପ୍ରଜାମାନେ ରହିବେ? ପୃଥୁ ଅସ୍ତ୍ର ଅବନମନ ପୂର୍ବକ କହିଲେ, ହେ ଧରିତ୍ରୀ ମାତା, ଅଧର୍ମ ବଢ଼ିଯିବାରୁ ତୁମେ ଗର୍ଭରେ ଲୁଚାଇ ରଖିଥିବା ସମସ୍ତ ସମ୍ପଦକୁ ମୁକ୍ତ କର। ସୁଖରେ ମୁଁ ପ୍ରଜାପାଳନ କରେ। ମୁଁ ପ୍ରତିଜ୍ଞା କରୁଛି ସର୍ବଦା ମୁଁ ଧର୍ମର ରକ୍ଷା କରିବି, ତୁମକୁ ରକ୍ଷା କରିବି। ରାଜାଙ୍କ ବିନୟ ବାକ୍ୟ ଓ ପ୍ରତିବଦ୍ଧତାରେ ଧରଣୀ ରାଣୀ ପ୍ରସନ୍ନ ହେଲେ। ପୃଥୁ ରାଜା ମନୁଙ୍କୁ ବତ୍ସା କରି ଗାଭୀରୂପୀ ଧରିତ୍ରୀ ମାତାଙ୍କୁ ଦୋହନ କରି ସର୍ବ ସମ୍ପଦ ଲାଭ କଲେ ଓ ବହୁ ବର୍ଷ ଯାଏ ଏହି ପୃଥିବୀରେ ଶାସନ କଲେ। ରକ୍ଷାକାରୀ ଭାବରେ ପୃଥିବୀ ମାତାଙ୍କୁ ମହାରାଜ ପୃଥୁଙ୍କ କନ୍ୟା ବୋଲି ମାନ୍ୟ କରାଯାଏ। ପୃଥୁଙ୍କ ନାମାନୁସାରେ ଧରିତ୍ରୀ ମାତାଙ୍କ ନାମ ହୋଇଛି ପୃଥିବୀ। ଶ୍ରୀମଦ୍ ଭାଗବତ ଚତୁର୍ଥ ସ୍କନ୍ଦ 19 ଅଧ୍ୟାୟର ପୃଥୁଙ୍କ ଧରଣୀ ଦୋହନ ପ୍ରସଙ୍ଗରେ ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ଲେଖିଲେ, ମନୁକୁ ବତ୍ସାରୂପ କର ଭାବେ ବୋଲୁ ଦନ୍ତଧାରୀ, ତୁ ଏହା ସ୍ତନପାନ କର ଯେମନ୍ତେ ସଞ୍ଚରଇ କ୍ଷୀର। ଅର୍ଜୁନୀ ଚରଣ ବେହେରା। ଆପଣ ଶୀର୍ଷକ ନ୍ୟୁଜର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଶୀର୍ଷକ ନ୍ୟୁଜର ଫେସବୁକ୍ ଓ ଟ୍ୱିଟର ପେଜକୁ ଲାଇକ୍ ଓ ଫଲୋ କରନ୍ତୁ। ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ପ୍ରକାଶିତ ପୋଷ୍ଟଗୁଡ଼ିକୁ ବହୁଳ ମାତ୍ରାରେ ସେୟାର କରନ୍ତୁ। ଜୟ ଜଗନ୍ନାଥ।